କେମିତି ଦେଖାହେବ ମାଷ୍ଟରଜୀଙ୍କ ସହିତ? ଟ୍ରପିକାଲର ସୁଟ୍ ଆଉ ଟୋଟାଲ ଟାଇର ଏ ପୋଷାକରେ ସେ କ'ଣ ଚିହ୍ନି ପାରିବେ ମୋତେ? ନା, ମୁଁ ତାଙ୍କ ଆଖିରେ ଆଜି ପର୍ଯ୍ୟନ୍ତ ମଧ୍ୟ ଥିବି ସେଇ ପୁରାତନ ଚପଳ ଶିଶୁ। ଏଇ ତ ସନ୍ଧ୍ୟା ହେଲା। ନାଲି କିରାସିନିର ସେଇ ମୁହୂର୍ତ୍ତ ଲଣ୍ଠନ ଆଲୁଅରେ ସେ ତାଙ୍କର ପିଣ୍ଡା ଉପରେ ବସି ରହିଥିବେ, ଆଉ ତାଙ୍କୁ ଘେରି ବସିଥିବେ ଅନେକ ପଠନରତ ଶିଶୁ। ମୁଁ ଚଟ୍ କରି ଚିହ୍ନି ନେବି ତାଙ୍କୁ, ଆଉ ଯାଇ ତାଙ୍କର ପାଦଧୂଳି ନେବି। ମଥାପାତି କୃତଜ୍ଞତା ସ୍ୱୀକାର କରିବି। ପରିଚୟ ପାଇ ସେ ନିଶ୍ଚୟ ମୋତେ କୁଣ୍ଢେଇ ପକାଇବେ ଗଦଗଦ ହୋଇ। ସ୍ନେହ ଦୁର୍ବଳ ଏଇ ଶିକ୍ଷକର ଦୁଇ ଆଖି ଭାସିଯିବ ଆନନ୍ଦର ଅଶ୍ରୁରେ। ରୁଦ୍ଧ କଣ୍ଠରେ ସେ ବୋଧହୁଏ କହିବେ, ତୋ ପରି ଜଣେ ଛାତ୍ର ମୁଁ ଆଜି ଯାଏ ଦେଖିଲି ନାହିଁ ଅଶୋକ। ଆଉ କ'ଣ ସେଦିନ ଅଛି? କେଇ ଜଣ ଛାତ୍ର ତା'ର ବାଲ୍ୟଗୁରୁ ଋଣ ସ୍ୱୀକାର କରିବାକୁ ଆସନ୍ତି ତୋ ପରି? ଜାତିର ଶ୍ରେଷ୍ଠ ସନ୍ତାନ କେଉଁଦିନ ଆସି ତା'ର ବାଲ୍ୟଗୁରୁର ପାଦତଳେ ମଥା ନତ କରି ତା'ର କୃତଜ୍ଞତା ଜଣାଇବ, ସେଇ ଚିର ଇପ୍ସିତ ଦିନକୁ ଅତିଷ୍ଠ ହୋଇ ଅପେକ୍ଷା କରି ରହିଥାଏ ପ୍ରତ୍ୟେକ ଶିକ୍ଷକ। ଏତିକି ତ ତା'ର ଗର୍ବ। ଚିର ନିର୍ଯାତିତ ଶିକ୍ଷକ ଗୋଷ୍ଠୀର ଏତିକି ତ ଚରମ କ୍ଷତିପୂରଣ। କିସ ତରଫ ଚଲୁଁ ବାବୁଜୀ? ରିକ୍ସାବାଲାର ପ୍ରଶ୍ନରେ ମୋର କଳ୍ପନା ଭାଙ୍ଗିଗଲା। ରିକ୍ସା ଆସି ପହଞ୍ଚିଗଲାଣି ସଦର ବଜାର ପୋଷ୍ଟ ଅଫିସ ପାଖରେ। ସାମ୍ନାରେ ଦୁଇଟା ରାସ୍ତା, ଦୁଇ ଆଡ଼କୁ ବଙ୍କି ଯାଇଛି। ୟହିଁ ରୋକ। ଓହ୍ଲେଇ ପଡ଼ିଲି। ପିଣ୍ଡା ଉପରେ କେଇ ଜଣ ଲୋକ ଗପ ଜମାଇଛନ୍ତି। ପାଖକୁ ଯାଇ ପଚାରିଲି, କହିପାରିବେ ରୂପନାରାୟଣଜୀ କେଉଁଠି ରୁହନ୍ତି? ଲୋକଗୁଡ଼ିକ ମୋତେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ। ଜଣେ କିଏ ତା ଭିତରୁ କହି ଉଠିଲା, ଗଲତ କିଏ ହୋंगे आप बाबूजी? एक रूपनारायण की सोने का दुकान होगा मेरे ख्याल पर गोधिलिया पर। ମୋର ପୋଷାକ ଦେଖି ସେମାନଙ୍କର ଏ ଧାରଣା ହେବା ସ୍ୱାଭାବିକ। ଆଉ ଥରେ ବୁଝେଇ କହିଲି, ମୁଁ ଅଳଙ୍କାର ପାଇଁ ଆସିନି, ଛୋଟ ଛୋଟ ପିଲାଙ୍କୁ ପଢ଼ାନ୍ତି। ଏଇଠି ଏକାଠି ଥାଆନ୍ତି ମାଷ୍ଟରଜୀ ରୂପନାରାୟଣ। ମୋ କଥା ଶୁଣି ସମସ୍ତେ ଏକା ସାଙ୍ଗରେ ମୁହଁ ଟେକି ଚାହିଁ ରହିଲେ ମୋ ପାଖରେ ଠିଆ ହୋଇଥିବା ରିକ୍ସାବାଲା ମୁହଁକୁ। ରିକ୍ସାବାଲାଟା ବୋଧହୁଏ ମୋର ଗନ୍ତବ୍ୟ ପଥର ଠିକଣା ସନ୍ଧାନ କରିବାକୁ ଆସି ଠିଆ ହୋଇ ରହିଥିଲା ମୋ ପାଖରେ। ମୁଁ ବି ଚାହିଁଲି ରିକ୍ସାବାଲାକୁ। ଇଏ କ'ଣ? ଏ ରିକ୍ସାବାଲାଟା କାହିଁକି ମୋତେ ଚାହିଁ ରହିଛି ଏମିତି? ତା'ର କୋଟରଗତ ଦୁଇଟା ଆଖି ମେଲି ସେ ମୋତେ ଚାହିଁ ରହିଛି ଅପଲକ। ଯେମିତି ତା'ର ସେଇ ପରଳ ଲଗା ପେଚୁଆ ପେଚୁଆ ଆଖିର ଏକ୍ସରେ ଦେଇ ସେ ମୋର ଅଭ୍ୟନ୍ତରଟାକୁ ଦେଖିବାକୁ ଚେଷ୍ଟା କରୁଛି। ଆଖିରେ ତା'ର ସୁଦୂରର ଦୃଷ୍ଟି। ଆଖି କଣର ଚମଡ଼ା ଗୁଡ଼ାକ କୁଞ୍ଚି କୁଞ୍ଚି ହୋଇଯାଇଛି ଅସଂଖ୍ୟ ରେଖା ସୃଷ୍ଟି କରି। ସେ ଯେପରି କ'ଣ କହିବ କହିବ ହେଉଛି ଓ ସେଇ ଉତ୍ତେଜନାରେ ତା'ର କଳା କଳା ଓଠ କମ୍ପି ଉଠୁଛି ବାରମ୍ବାର। କିଛି ସମୟ ପରେ ସେ କହିଲା, ସେ ଯେମିତି କହୁଛି ବହୁ ଯୁଗର ତନ୍ଦ୍ରାଚ୍ଛନ୍ନ ସ୍ୱପ୍ନର କୁହୁଡ଼ି କାଟି, ତୁମ ଅଶୋକ ହୋ ନା? ଇତନି ବଡ଼ି ହୋ ଗଏ ତୁମ? ମୋର ମେରୁଦଣ୍ଡ ଦେଇ ବିଦ୍ୟୁତ୍ରତ ଶୀତ୍କାର ପହଞ୍ଚିଗଲା ମୁହୂର୍ତ୍ତକ ଭିତରେ। କିଏ ଇଏ? ଠିକ୍ ତ ସେଇ ଦିହ, ସେହି ମୁହଁ, ସେଇ କଥା ମୋର ସାମ୍ନାରେ, ସେଇ ବିପର୍ଯ୍ୟନ୍ତ ଜରାକ୍ଳାନ୍ତ ଦିନ ରିକ୍ସାବାଲାର ମଳିନ ପ୍ରତିକୃତି ଭିତରୁ ଧୀରେ ଧୀରେ ଉଇଁ ଆସିଲା ମୋର ମାଷ୍ଟରଜୀର ସେଦିନର ଚେହେରା। ମାଷ୍ଟରଜୀ? ସେ ବିସ୍ମୟ ବର୍ଣ୍ଣନାର ଅତୀତ। ନଈ ପଡ଼ି ପଦଧୂଳି ନେବାକୁ ହାତ ବଢ଼ାଇଲେ। ମୁହୂର୍ତ୍ତକରେ କେଇ ହାତ ପଛକୁ ଘୁଞ୍ଚିଯାଇ ମୋର ଦୁଇ ବାହା ଧରି ଉପରକୁ ତୋଳି ନେଇ କହିଲେ, ଦୀର୍ଘଜୀବୀ ହୁଅ ତୁ ଅଶୋକ। ମନେ ଥିଲା ତୋର ଏଇ ବୁଢ଼ା ନାରାୟଣର କଥା? ଆଉ କହିପାରିଲେ ନାହିଁ ସେ। ଆନନ୍ଦର ଅଶ୍ରୁ ତାଙ୍କର କଣ୍ଠ ରୁଦ୍ଧ କରିଦେଲା। ସେ କି ଦୃଶ୍ୟ! ଦୁହେଁ ଦୁହିଁଙ୍କୁ ଚାହିଁ ରହିଛୁ କେବଳ। ସେଦିନ ମୁଁ ଅନୁଭବ କଲି, ମନୁଷ୍ୟ କଥା କହିବା ଅପେକ୍ଷା ନୀରବରେ ତା'ଠାରୁ ପ୍ରକାଶ କରିପାରେ ଯଥେଷ୍ଟ ବେଶୀ। ତା'ପରେ ପରେ ମାଷ୍ଟରଜୀଙ୍କର ଆନନ୍ଦ ଦେଖେ କିଏ? ତାଙ୍କର କ୍ଷୁଦ୍ର ପରିଚିତ ମହଲ ଭିତରେ ସେ ମୋତେ ଘୂରେଇ ଫେରେଇ ବୁଲାଇ ଆଣିଥିବେ 3 ଥର। କଥା କଥାକେ ପ୍ରଶଂସା, ଗର୍ବ ଆଉ ଆନନ୍ଦରେ ସେ ଅସ୍ଥିର। ସେ ମୁହୂର୍ତ୍ତରେ ତାଙ୍କୁ ଯେ କେହି ଦେଖିଥିବେ, କହିଥାନ୍ତା ସେ ପୃଥିବୀର ସବୁଠାରୁ ସୁଖୀ ମନୁଷ୍ୟ। 2 ଜଣ ଯାକ ଫେରି ଆସିଲୁ ତାଙ୍କର ସେଇ ପୁରୁଣା ପିଣ୍ଡା ଉପରକୁ। କ'ଣ ପଚାରିବି ତାଙ୍କୁ? ପଚାରିବି ସେ କାହିଁକି ଆଜି ଏ ଅବସ୍ଥାରେ? ମୋର ଠିକ୍ କ'ଣ ପଚାରିବା ଉଚିତ ସେଇ କଥା ଭାବି ଭାବି ମୁଁ କହି ବସି ରହିଛି। ମୋତେ ଏ ଅପ୍ରୀତିକର ଅବସ୍ଥାରୁ ରକ୍ଷା କରିଦେଇ ନିଜ ଛାଏଁ ଆରମ୍ଭ କରିଦେଲେ ମାଷ୍ଟରଜୀ। କିଛି ଦିନ ତଳେ ସାରା ଉତ୍ତର ଭାରତ ବ୍ୟାପୀ ଯେଉଁ ନିମ୍ନ ପ୍ରାଥମିକ ଶିକ୍ଷକ ଧର୍ମଘଟ ହୋଇଥିଲା, ସେଥିରେ ସେ ଥିଲେ ପୁରୋଧା। କିଛି ସମୟ ତଳର ଆନନ୍ଦ ଉଦ୍ବେଳିତ ଏଇ ଲୋକଟା ଯେମିତି ଭାଙ୍ଗି ପଡ଼ିଛି ହଠାତ୍। କରୁଣ ସ୍ୱରରେ କହିଲେ, ଆମର ଧର୍ମଘଟ କରି ସରକାର ଗଠନ କରିବାର ଇଚ୍ଛା ନଥିଲା ଅଶୋକ। ଏ ସମୟରେ 13 ଟଙ୍କା ଦରମାରେ ଚଳୁଁ କିପରି? ଆଉ ସେଇଥିରେ ହିଁ ସେ ଜେଲ୍ ଚାଲିଗଲେ ରାଷ୍ଟ୍ର ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗରେ। ବର୍ଷକ ପରେ ଜେଲରୁ ଫେରି ଦେଖନ୍ତି ତାଙ୍କର ସ୍ତ୍ରୀ ମରିଯାଇଛି। ଗୋଟାଏ ବଡ଼ ସମାଧାନ ହେଇଯାଇଛି ଯାହା ହେଉ, କହିଲେ ମାଷ୍ଟରଜୀ। ପଚାରିବାର ବୋଝ ଲଘୁ ହୋଇଯାଇଛି ଅନେକ।
ଆଉ ତା ଛଡ଼ା ତା'ର ଯାହା ଦିଖଣ୍ଡ ଅଳଙ୍କାର ଥିଲା ସେଥିରେ ଆଉ କିଛି କରଜ ଟଙ୍କା ମିଶାଇ ଖଣ୍ଡେ ରିକ୍ସା ପାଇଁ ମୂଳଧନ ହୋଇଗଲା। ପ୍ରାଇଭେଟ୍ ଟ୍ୟୁସନରୁ ଟଙ୍କାଏ 2 ଟଙ୍କା ପାଇ କ'ଣ ବଞ୍ଚି ହୁଅନ୍ତା ଅଶୋକ? ସେ ଆଖିରୁ ଲୁହ ପୋଛିଲେ। ହଠାତ୍ ଗୋଟାଏ ଝାଙ୍କ କାଶ ଆସିଲା। ସେ କାଶରେ ଯେମିତି ଦୋହଲିଗଲା ମାଷ୍ଟରଜୀଙ୍କର ଜୀର୍ଣ୍ଣ କଙ୍କାଳ ଗୁଡ଼ାକ। କେତେବେଳକେ କହିଲେ, ମାଷ୍ଟରଜୀ, ଆଜିକାଲି ଆଉ ଦେହ ଭଲ ରହୁନାହିଁ। ବଳେଇ ପକାଇବାରୁ ଡାକ୍ତରଖାନାକୁ ଦେଖାଇବାକୁ ଯାଇଥିଲି। କ'ଣ ଦେଖିଲେ କେଜାଣି? କହିଲେ, ପ୍ଲୁରସି ହେଇଛି, ଚିକିତ୍ସା କରିବାକୁ ଅନେକ ପଇସା ଲାଗିବ। ପ୍ଲୁରେସି? ମୁଁ ଚମକି ପଡ଼ିଲି। ହଁ, କେତେ ତ ରୋଗ ବାହାରିଲାଣି, ହେଲେ ଟିକିଏ କାଶ ପାଇଁ ଆଉ ଏତେ ଟଙ୍କା ଖର୍ଚ୍ଚ କରି ହେଉଛି କୁଆଡ଼ୁ? ସେଇ ବାଟ ଦେଇ ଗୋଟିଏ ସୁଦୃଶ୍ୟ ଦମ୍ପତି ଯାଉଥିଲେ। ବୋଧହୁଏ ସାନ୍ଧ୍ୟ ଭ୍ରମଣ ସାରି ଫେରୁଥିଲେ ସେମାନେ। ଆମ ସାମ୍ନାର ରିକ୍ସାଟାକୁ ଦେଖି ଅଟକିଗଲେ ଟିକିଏ। ହଠାତ୍ କଥାର ଖିଅ ଛିଣ୍ଡେଇ ଦେଇ ମାଷ୍ଟରଜୀ ଚିତ୍କାର କରି ଡାକି ଉଠିଲେ, ରାମଶରଣ, ଏ ରାମଶରଣ, ସବାରି ଲଗି ହେ, ତୁରନ୍ତ ଆନା ତୁରନ୍ତ। ସିଆଡ଼ୁ କିଏ ପାଟି କରି ଉଠିଲା, ଆଇ ବାବୁଜୀ, ଆଇ। ଗୋଟିଏ 12-14 ବର୍ଷର ବାଳକ ଚିଲ ପରି ଦୌଡ଼ି ଆସି ରିକ୍ସାରେ ବସେଇ ନେଇ ଚାଲିଗଲା ସେମାନଙ୍କୁ। ମାଷ୍ଟରଜୀ ରିକ୍ସା ଆଡ଼କୁ ଚାହିଁ ଚାହିଁ ଅଫସୋସର ଦୀର୍ଘ ନିଶ୍ୱାସ ପକାଇ କହିଲେ କେବଳ, ବଡ଼ ପିଲାବେଳୁ ତା ଉପରେ ଅନେକ ଦାୟିତ୍ୱ ପଡ଼ିଗଲା। ରୂପା ଆଜି ବଞ୍ଚିଥିଲେ। ପୁଣି ଥରେ ଆଖିରୁ ଲୁହ ପୋଛିଲେ ସେ। ସଦର ବଜାରର ଆକାଶ ଉପରେ ଅନ୍ଧାର ଜମି ଜମି ଆସିଛି। ମାଷ୍ଟରଜୀର କ୍ଷୁଦ୍ର ଇତିହାସ ମଧ୍ୟ ସରିଯାଇଛି। କାହାଣୀ କହିବାରେ ଅସାଧାରଣତଃ ଦକ୍ଷତା ଥିଲା ତାଙ୍କର। ତାଙ୍କ କାହାଣୀର ପ୍ରତ୍ୟେକଟି ଚରିତ୍ରକୁ ସେ ଆଖି ଆଗରେ ଜୀବନ୍ତ କରି ତୋଳି ଧରି ପାରୁଥିଲେ। ତାଙ୍କ କାହାଣୀ ସ୍ୱର୍ଗର ପରି, ଆଣ୍ଡ୍ରୋସିଲିସର ସିଂହ, ସୁନୀତି ସନ୍ତାନ ଧ୍ରୁବ, ସବୁ ସତ୍ୟ। ଆଉ ଏବେ ବି ଆମରି ସଙ୍ଗରେ ବସିଛନ୍ତି ରାଜପୁତ ବୀର ପ୍ରତାପ ସିଂ, ଚୌହାନର ପୃଥ୍ୱୀରାଜ ଆଉ ପଳାତକ ଶିଖମନାଇ ଜୟଦ୍ରଥ। ଇଏ ସବୁ ସେବକାର କାହାଣୀ। କିନ୍ତୁ ମୁଁ କ'ଣ ଜାଣିଥିଲି ଏଇ କାହାଣୀ ଦକ୍ଷ ଦରିଦ୍ରର ମଧ୍ୟ ଗୋଟାଏ ଆତ୍ମକାହାଣୀ ଅଛି, ଯାହା ପରିରାଜ୍ୟର କଳ୍ପନାକୁ ମଧ୍ୟ ପରାସ୍ତ କରେ, ଅଥଚ ଇତିହାସଠାରୁ ଆହୁରି ସତ୍ୟ। ହଠାତ୍ ମନେ ହେଲା ମୋର ଏବେ ବି ଯେମିତି ପାଠପଢ଼ା ଅସମାପ୍ତ ରହିଯାଇଛି। ଆଉ ସେ ଦିନର ସେଇ କୌତୂହଳୀ ଶିଶୁ ପରି ଆଜି ବି ମୁଁ ମାଷ୍ଟରଜୀଙ୍କ ପାଖରେ ବସି ବସି ବହି ପଢ଼ୁଛି। ଏଇ ବିଶ୍ୱର ବିରାଟ ବହି ଉପରେ ବହୁ ବିଚିତ୍ର ମନୁଷ୍ୟ ନାୟକ ନାୟିକାର ହୃତ୍ ପଦ୍ମର ସ୍ପନ୍ଦନ ଶୁଣୁଛି। କର୍ପୋରେସନର କର୍ମଚାରୀ ଲାଇଟ୍ ପୋଷ୍ଟ ଦେହରେ ସିଡ଼ି ଆଉଜେଇ ଉପରକୁ ଉଠୁଛି ଆଲୁଅ ଜାଳିବାକୁ। ମାଷ୍ଟରଜୀ କହିଲେ, ଭାରି ଖୁସି ଲାଗିଲା ତୋତେ ଏତେ ଦିନ ପରେ ଦେଖି ଅଶୋକ। କିନ୍ତୁ ଏ ଭଙ୍ଗା ଘରେ ତୋତେ ରହିବାକୁ ମୁଁ କହିବି କେମିତି କହ? ଗୋଟାଏ ରାତି ପାଇଁ ମଧ୍ୟ ତୋତେ ମୁଁ ଅତିଥି କରିପାରୁନାହିଁ। ସେ ମୋର ଦୁର୍ଭାଗ୍ୟ। ଉତ୍ତର ଦେବାର କିଛି ନଥିଲା ମୋର। ଉଠିବାକୁ ବସିଛି। ମାଷ୍ଟରଜୀ ସାମ୍ନାରେ ଗୋଟିଏ ବୃଦ୍ଧାକୁ ହାତ ବଢ଼େଇ ଦେଖେଇ ଦେଲେ ମୋତେ। ପିଠି ଆଉ ଆଣ୍ଠୁ ଲାଗିଗଲାଣି। ମୁଣ୍ଡରେ କେଇକେରା ବାଳ ଝୋଟ ପରି ଫରଫର ଉଡ଼ୁଛି। ସାମ୍ନାରେ ଛୋଟ ଛୋଟ 2ଟି କିରାସିନି ଟିଣ। ଦେଖିବା ଓ ଶୁଣିବାର ସମସ୍ତ ଶକ୍ତି ବି ଲୋପ ହୋଇ ଆସିଲାଣି ପ୍ରାୟ। ଜଣ ଜଣ କରି ରିକ୍ସାବାଲା ଆସୁଛନ୍ତି। ହାତରେ ପଇସା ଧରି ଦୀପ ଆଲୁଅରେ ଖୁବ୍ ନିରୀକ୍ଷଣ କରି କିଛି ସମୟ ଦେଖି ସାରିଲା ପରେ ଥରିଲା ହାତରେ ପଳା ପଳା କରି କିରୋସିନି ମାପି ଦେଉଛି ସେ। ବୟସ ନିଶ୍ଚୟ 70 ଉପରେ। ପଚାରିଲା ଆଖିରେ ମାଷ୍ଟରଜୀଙ୍କୁ ଚାହିଁଲି। ଅନ୍ୟମନସ୍କ ହୋଇ ସେ ଖାଲି କହିଲେ, ମାତାଜୀ। ମାତାଜୀ? ପାଖକୁ ଯାଇ ପାଦ ଧୂଳି ନେଲି। ଏଇ ମାତାଜୀ ଦିନେ ହାଲୁଆ କରୁଥିଲା। ସେ ହାଲୁଆ ଆଉ ମୁଁ ଖାଇ ନାହିଁ ଆଜି ଯାଏଁ। ମାତାଜୀ ପାଖରେ ବସି ସେଦିନ ହାଲୁଆର ଗନ୍ଧ ମୁଁ ଆଘ୍ରାଣ କରିପାରିଲି ଯେମିତି। ସାମାନ୍ୟ ଉଚ୍ଚ କଣ୍ଠରେ କହିଲି, ମେ ଅଶୋକ, ଅଶୋକ ହୁଁ ମାତାଜୀ। ସେ ଚିହ୍ନି ପାରିଲେ ନାହିଁ। ଚିହ୍ନିବାକୁ ଚେଷ୍ଟା ମଧ୍ୟ କଲେ ନାହିଁ। ଚିହ୍ନି ତାଙ୍କର ଲାଭ ନାହିଁ ଏତେ ଟିକିଏ। ପ୍ରଣାମ କଲାବେଳେ କିରାସିନି ମାପୁ ମାପୁ ଟିକିଏ ଚିଡ଼ି ଚିଡ଼ି ହୋଇ ଉଠିଲେ ଅସ୍ପଷ୍ଟ ସ୍ୱରରେ, ଜିତେ ରହୋ ବେଟା, ଜିତେ ରହୋ। ମୋତେ ସେ ଚାହିଁ ମଧ୍ୟ ନାହାନ୍ତି। କଥା କହିବାର ତିଳେ ମାତ୍ର ସ୍ପୃହା ନାହିଁ ତାଙ୍କର। ଉଠି ଆସିଲି। ମାଷ୍ଟରଜୀଙ୍କୁ ପଚାରିଲି, ଇଏ କ୍ୟା ହୋ ଗୟା ହେ ମାତାଜୀ କୋ? ମାଷ୍ଟରଜୀ ତାଙ୍କର ଡାହାଣ ହାତ ବିଶି ଆଙ୍ଗୁଠିଟାକୁ କାନ ପାଖରେ 2-3 ଥର ବୃତ୍ତାକାରରେ ବୁଲେଇ ନେଇ କହିଲେ, କଇ ସାଲ ହୁଆ ଦିମାଗ ବିଗଡ଼ ଗୟା ହେ। ମନେ ପଡ଼ୁଛି। ମାଷ୍ଟରଜୀ କେବେ କାହାକୁ ନାଲି ଆଖି ଦେଖେଇ ଟିକିଏ କିଛି କହିଲେ ସେ ସିଲଟ ଫିଙ୍ଗି ଦେଇ ଦୌଡ଼ି ଯାଉଥିଲା ଏଇ ମାତାଜୀ କୋଳକୁ। ଆଉ ଠିକ୍ ତା ପରେ ପରେ ଆଜିର ଏଇ ଲଳିତ ଚର୍ମ। ଶିଥିଳ ବୃଦ୍ଧା ସେଦିନ ଦ୍ରୁତ ପଦକ୍ଷେପରେ ପଦାକୁ ବାହାରି ଆସି କହୁଥିଲା ମାଷ୍ଟରଜୀଙ୍କୁ, क्या तुम्हारा दिमाग तो बिगड़ नहीं गया रूपनारायण? बच्चों को डांटता है तुम? ଏଇ ମାଷ୍ଟରଜୀ ସଙ୍କୁଚିତ ହୋଇ ଯାଉଥିଲେ ସେ କଥାରେ। ଆଜି ପୁଣି ସେଇ ମାତାଜୀଙ୍କର ଦିମାଗ ବିଗିଡ଼ି ଯାଇଛି। ସବୁ ରୂପନାରାୟଣର ସୁବର୍ଣ୍ଣ ସଂସାରର ସବୁ ଯେମିତି ବିଗିଡ଼ି ଯାଇଛି ବିଲକୁଲ।
हाय रूपनारायण। प्रणाम करी विदाय नहीं होटेल को फेरिली। आसिला बेले मास्टर जी हाथ में खंडे कागज बढ़ई दे कहले, ये रहा हमारा यहाँ का पता, कभी कभी याद आ जाए तो चिट्ठी लिखो। हाँ। कैंटनमेंट रोड रो मसुण म्याकाड़ा माइज्ड रास्ता उपरे धीरे धीरे पाद गणी गणी चलुछि मु। तुहाई तुहाई मन पड़ुछि मास्टर जींकर कथा। एई अल्प किछि समय तले जो नाटिका मु देखि आसिली से कौन सत्य? सतरे कौन से जराजीर्ण दरिद्र रिक्सावालाटा विद्यादाता रूपनारायण? इच्छा करी मु विश्वास करने को चाहे, किंतु मास्टर जी जदि जानी थांते जे मु वर्तमान भारत सरकार शिक्षा सेक्रेटरी, जदि जानी थांते जे मोरी निर्देश रे तांको परी लक्ष लक्ष शिक्षकों भाग्य नियंत्रित होउछि, कौन भावी थांते से? हुए तो घृणा करि थांते मते। भल होइछि ता जानिबार सुविधा पाई नांती से। जड़े हत्याकारी भीरु संकुचित विवेक नहीं चली मु। किए? मु चमकी पड़ी। हठात मोर मन है मोर कान पाखरे किए जड़े फिसफिस करी कहूची, ए दोष तोर एका नुहरे अशोक, यही मूर्खता ये समग्र अंध जातिर। किए? मास्टर जी? हाँ, मु रूपनारायण। ए देशर आमे लक्ष्य दरिद्र निरन्न शिक्षक प्राणपात करी पढ़ेलु ए जाति को, किंतु कौन शिखिले ए माने? ए जातिर शैशव एबे भी बाकी। आउ थरे नुआ करी एमानकु प्राथमिक शिक्षा देबाकु हेबो अशोक। किंतु रूपनारायण, तमे ना ए जातिर जनक, तमे ही तो मनीष करिछ ए जाति को। शिथिलता काहींकी आजी? तमर से लंबा बेतटा अनेक छोट मास्टर जी, सेईटा को फिंगी देई ता बदल गोटाए खूब लंबा चाबुक धर। आउ कि करुण से मुह, से स्वर की सहानुभूति। छी अशोक, तू कह केबे मारिछि तते मो? बेत मारी तो मास्टर जी केबे कंदेइछि तते? कौन कहिबे माताजी? मो उत्तेजित होई उठिली। क्षिप्र गति रे गोटाक परे गोटाए आलोक स्तंभ मो अतिक्रम करी चलीछि। ना, आपण बुझी पारिबे नाही मास्टर जी, ए मद्यप जाति जे आज क्षमतार मद पी बेहोश होई पड़िछि। एमाने कौन टिके शुणिछंती आपण मानकर एते दिनर करुण निवेदन? आज आउ नुहे, ए जाति को जाग्रत करने को हब। आज से लंबा चाबुकटा धरी पिटंतु, ए जाति को पिटंतु, खूब जोर रे पिटंतु। बीट दम राइट एंड लेफ्ट, ब्लैक एंड ब्लू। देखिबे देखिबे मास्टर जी, ए अचेत जातिर मस्तिष्क रे धीरे धीरे चेतना संचारित हेब। ए जाति धीरे धीरे अहिराज कुंडलीर शीत सज्जार चंचल होई उठिब। आउ तार जनकर पाद तले जानुपाति क्षमा मागी पुणी थरे बाध्य शिशु परी सिलट धरी फेरी आसीबो आपणक चाटशाली को। आपण सेई दिन कहिबे, मु तमको क्षमा करिछि, जाओ, तम मानकर विद्या एथर समाप्त। चाहा ठंडा हो गलानी। रास्ता कड़र गोटाए काफे भितरे निश्चल होई बसी रही खंडे कागज को अन्यमनस्क होई पापुली रे दलुची आउ दलुची। की कागज एटा? मैला कागज गुड़ाटा को खोली देखिली। लेखा अछि, रूपनारायण साहा, सदर बाजार, कैंटनमेंट रोड, बनारस।